ଚତୁର୍ବିଂଶ ବୋଲିରେ ବା ଲେଖା ହେଇଛି ଅଲେଖ ମହିମା ଭାଙ୍ଗିବେ ଗାରିମା ସରିବ ଏ ଉତୁପତି ଭାଦ୍ରବରୁ ସପ୍ତାହ ଅଙ୍କ ଲାଗିଲାଣି ସପ୍ତାଙ୍ଗ ହୋଇବ ପୃଥି ସ୍ୱାମୀ ଗୁରୁଦେବ ଗୁପତେ ସାଧିବେ ପ୍ରତ୍ୟକ୍ଷ ନ ଦେବେ ଚିହ୍ନା ଗୋଟି ଗୋଟି ହୋଇ ଖସି ଯାଉଥିବେ କାହାକୁ ନଥିବ ଜଣା। ତେଣୁ କିଏ କ'ଣ ଜାଣିବ? କେହି ଜାଣିପାରିବେନି। ସବୁ ଗୋଟିଏ ଗୋଟିଏ ଏମିତି ଖସିବେ। କୋଉ ବାଟରେ କିଏ କୋଉଠି ଦେଖିବ? ହୃଦୟ ନାହିଁ ବେଦ ଶାସ୍ତ୍ର ସମ୍ପାଦ ମୁଖେ ନାହିଁ ଗୁରୁ ନାମ ଏଣିକି ଏଠାରୁ ପ୍ରାଣୀଙ୍କ ହୃଦୟରୁ ଛାଡ଼ି ଯିବ ସତ୍ୟ ଧର୍ମ ଅନ୍ୟାୟ ଆଚାରେ ଅନୀତି ବିଚାରେ ପଡ଼ି ଛନ୍ଦ ନଟ କୁଟେ କେଉଁ ଧର୍ମକୁ ଆଶ୍ରିତ କରି ପ୍ରାଣୀ ତରି ଯିବେ କେଉଁ ବାଟେ। ସମସ୍ତେ କ'ଣ କରୁଛନ୍ତି ମାନେ ଗୋଟିଏ ଜାଗାରେ ପହଞ୍ଚିବ ସମସ୍ତେ, କିନ୍ତୁ ବିଭିନ୍ନ ପ୍ରକାର ବାଟ ଅଛି। କହିଲା ରଖିଲି 10 ବାଟ ଲଗାଇଲି କବାଟ, ସେମିତି 10 ଦିଗ ପଡ଼ିଛି। ଯୋଉଠି ବାଟେ ଯାଉଛ ଯାଅ, ସେ ଗୋଟିଏ ଜାଗାରେ ଯାଇ ସମସ୍ତେ ଭେଟ ହବା। କାହାକୁ କାହା ବାଟ ମନା କରିହବନି। ଯିଏ ଯୋଉ ବାଟ ବାଦୁରୁଛ ଚାଲ ପଥ ଧରି। ଅଗ୍ନିରେ ପୋଡ଼ିବେ ଜଳରେ ବୁଡ଼ିବେ ବୃକ୍ଷରୁ ପଡ଼ି ମରିବେ ନିର୍ଣ୍ଣୟ ହୋଇବେ ନିର୍ଦ୍ଦୟ ହୋଇବେ ସର୍ପଘାତେ ଯିବେ ଗଳେ ଛୁରୀ ଲଗାଇବେ ରୋଗ ବ୍ୟାଧି ମାନ ଅଙ୍ଗରେ ପଡ଼ି ପୀଡ଼ିବ ରୋଗ ବ୍ୟାଧି ମାନେ ଅଙ୍ଗରେ ପୀଡ଼ିତ ପଡ଼ୁଥିବ ଦୁଃଖ ଚିନ୍ତା କେହୁ ମରିଥିବ କେହୁ ଜିଇଥିବ ଅଙ୍ଗେ ନଥିବ ସକତା ବ୍ୟାଧିରେ ସକଳ ହେଉଥିବେ ଘାରି ଥରୁଥିବ ନିଜ ଦେହ ଗୃହେ ପ୍ରାଣୀମାନେ ଯେତେ ଜଣ ଥିବେ ନେତ୍ରୁ ବହୁଥିବ ଲୁହ। ହେଇନି ସେ ବେଳ ଆଉ ଟିକେ କାଠେଇ ଯାଅ, ଆସି ଯାଉଛି। ଅଷ୍ଟକୋଟି ରୋଗ 64 ବେଦନା ମାଗି ଆସିଲେଣି ବର 27 ଅଙ୍କରୁ 30 ସାଧୁ ଥିବେ ହୋଇଲେଣି ଅନୁସାର ଆଗୁସାର। ଅଷ୍ଟକୋଟି ଯୋଗ୍ନି 9 କୋଟି କାନ୍ତାୟନି ପ୍ରଭୁ ଛାମୁରେ ଯାଇ। ଅଷ୍ଟକୋଟି ଯୋଗ୍ନି 9 କୋଟି କାନ୍ତାୟନି ପ୍ରଭୁ ଛାମୁରେ ଯାଇ ଶ୍ରୀ ଗୁରୁ ଛାମୁରୁ ସୁଧା ଶ୍ରୀମୁଖରୁ ଆସିଲେଣି ଆଜ୍ଞା ପାଇ। ଏ ରୂପେ ଜଗତ ନାସିବ ସମସ୍ତ ଚାହୁଁ ଚାହୁଁ ଯିବ ସରି ରାତ୍ର ପାହିଲା ବେଳକୁ ଗ୍ରାମ ମଧ୍ୟେ 10-5 ଥିବେ ମରି। ଗ୍ରାମ ଭାଙ୍ଗି ଯିବ ଦେଶ ବସିଥିବ ରାଜ୍ୟ ଭାଙ୍ଗି ଯିବ ଜାଣ ଗ୍ରାମ ଯାକେ 2-4 ଜଣ ଥିବେ ଉଚାରି ମହିମା ନାମ 10-5 ପ୍ରାଣୀ 15 ପ୍ରାଣୀରେ କେବର୍ତ୍ତିବ କେହୁ ନାହିଁ ବଂଶ ବୁଢ଼ା ହୋଇ ସର୍ବେ ମରିଯିବେ ତାଟି ବାଟ ଦିଆ ହୋଇ। ତାହାକୁ ସେ ସଖା ତାକୁ ତାର ସଖା ଏକା ଘରେ ଥିବେ ରହି ପାକ ରନ୍ଧାରେ ସମସ୍ତେ ଭୁଞ୍ଜିବେ ଏକାନ୍ତ ପରାୟଣ ହୋଇ। ସେତେବେଳେ ଜାତି ଗୋତ୍ର ରଖିଥିବ କେଉଁ ରାଣ୍ଡି ପୁଅ ଝିଅ
କର୍ମର ଆଚାର ବା ଛନ୍ଦ ବିଚାର ବୁଝିବା ଯେ ରହ ରହ। କଣଟା ଲେଖା ହେଇଛି ଦେଖ। ଗାଈ ମଇଁଷି ଛାଗଳ ମେଣ୍ଢା ବିତ ମାତା ଭୋଗ କରି ଯିବେ, ମରିଯିବେ ସର୍ବ ହୋଇ ରୋଗ ବାଗ, ହଳେ ଗୋଟେ ନ ମିଳିବେ। ଏମନ୍ତ କଳିରେ ଗୃହ ମାନଙ୍କରେ ଧନ ଦର୍ବ୍ୟ ପୁରୀ ଥିବ, ପ୍ରଭୁଙ୍କ ବାହନ ଅଢ଼େଇ ବେଳ ଜାଣି ଗରୁଡ଼ ତା ବହି ନେବ। ଫଳମୂଳ ଖାଇ ଝର ପାଣି ପିଇ ନାମ ଭଜନ ତତ୍ପର, ଜଗତ ଯାକକୁ ତୁଚ୍ଛା ପଡ଼ିଯିବ 52 କୋଟି ଭଣ୍ଡାର। ନିନ୍ଦା ଗର୍ବ ମାନ ନ ରହିବ ଟାଣ, କରୁଥିବେ ଏକ ଭାବ, ପୁରୁଷଙ୍କୁ ସ୍ତ୍ରୀ ଜ୍ଞାନ ବୁଝାଇବେ, ସତ୍ୟ ଯୁଗ ଲେଉଟିବ। ଭାଇମାନେ, ସ୍ତ୍ରୀମାନେ ପୁରୁଷଙ୍କୁ ଜ୍ଞାନ ଦେବେ, କାରଣ ସେମାନେ ହେଉଛନ୍ତି ସଂସାରର ସୃଷ୍ଟି ଆଉ ବିନାଶ। ହଉ ପ୍ରଭୁ ଅଲେଖ ମହିମା ଶରଣ। ଭଜିବେ ଯେ ଜନ ରହିବେ ସେମାନ, ସତ୍ୟାଦି ଗୃହ କର୍ମକ, ସ୍ତ୍ରୀ ଚାରି ପଦ୍ମ ପୁରୁଷ ଚାରି ପଦ୍ମ, ଠିକି 8 ପଦ୍ମ ଲୋକ। କେମନ୍ତେ ବଞ୍ଚିବି ପିଣ୍ଡକୁ ସଞ୍ଚିବି, ମନେ ପଡ଼ୁଅଛି କଷଣ, ଭୀମ ରକ୍ଷିତ ବୁଝିଆ ଦିଅନ୍ତ, ଥରୁଛି ଦେହ ଜୀବନ। ଏଇଟା ମଧ୍ୟ ସ୍ତୁତି ଚିନ୍ତାମଣିରେ 27 ଅଙ୍କ କଥା ବି ଲେଖା ରହିଛି। ହଉ ଭାଇମାନେ, ସାଧାରଣ ଲୋକର ଆଜି ଅସାଧାରଣ ଭିଡ଼ିଓଟି ରହିଲା। ଆଗକୁ ଅନେକ ମହା ବିପତ୍ତି ଆସୁଛି। ଯିଏ ଯାହା କହୁଛ କମେଣ୍ଟରେ ସବୁ କୁହ। କହିଲେ ଗାଳିରେ ବି ଲାଭ ଅଛି ଆଉ ତାଳିରେ ମଧ୍ୟ ଲାଭ ଅଛି। ସୋସିଆଲ ମିଡ଼ିଆରେ ଅନେକ ଏଇ ପୋଥି ପୁରାଣକୁ ନେଇକି ସମସ୍ତେ ଯାହା କହିଲା, ନାନା ମୁନିଙ୍କର ନାନା ମତ, ସମସ୍ତେ ସମସ୍ତଙ୍କର ମତ ରଖିପାରିବା, ସମସ୍ତଙ୍କର ଅଧିକାର ରଖନ୍ତୁ, କିନ୍ତୁ ଗୋଟିଏ ମାତ୍ର ଯିଏକି ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି 5 ମନ 25 ପ୍ରକୃତି, ସେମିତି ଧ୍ରୁବ ସତ୍ୟ ହେଉଛି ସତ୍ୟ ହିଁ ସନାତନ, ସତ୍ୟ ହିଁ ଧର୍ମ। ଗୋଟିଏ ସତ୍ୟ ଏକ। ଦେଖୁଥିବେ ସାଧାରଣ ଲୋକର ଅନେକ ଭିଡ଼ିଓ ରହିଛି ଅସାଧାରଣ କଥା। ଗୋଟିଏ ସତ୍ୟକୁ ପ୍ରକାଶ କରିବାକୁ ଆମକୁ ହଜାର ହଜାର ମିଛର ଆଶ୍ରୟ ନେବାକୁ ପଡ଼ୁଥିଲା, ତଥାପି ସତ୍ୟ ପଦ୍ମ ଫୁଟିବ, ସବୁ ବିଛାଡ଼ି ହେଇକି ଶାଖା ଖୋଲିବ। ସହସ୍ର କଳଙ୍କିତ କଳୁଷିତ ପଙ୍କ ମାଡ଼ି ବସିଥିଲେ ମଧ୍ୟ ସେଇ ପଦ୍ମ ଫୁଟିବ। ଯେମିତି ପଙ୍କ ଭିତରେ କଲିକତା ବାହାରେ, ପଦ୍ମପତ୍ରରେ ଯେଭଳି ଜଳ ଠଳ ଠଳ ହେଇକି ଟିକେ ହଲିଗଲେ ପବନରେ ଖସିଯାଏ, ସେଇଭଳି କଳୁଷିତ ହଟିବ, ନିଶ୍ଚୟ ହଟିବ 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 ଧ୍ରୁବ ସତ୍ୟ। କିନ୍ତୁ ସାଧାରଣ ଲୋକର ଅସାଧାରଣ କଥା ଭାଇମାନେ, 27 ଅଙ୍କ ଆସୁଛି ଆଗକୁ, ଟିକେ ଲକ୍ଷ୍ୟ ରଖିଥିବ। ଜୋର ରନ୍ଧ୍ରକୁ 2 ରନ୍ଧ୍ର ବୋଲି ଯାହାକୁ ଜୋରନ୍ଦା ବୋଲି କହି, 2ଟି ରନ୍ଧ୍ର ସେ ଅଟଇ। ଏଇ ରନ୍ଧ୍ରକୁ ଟିକେ ଧ୍ୟାନ ରଖିଥିବେ, କାରଣ 2019 ଯେଉଁ କରୋନା ବାହାରିଥିଲା, ସେଇଟା ଆମ ଭାରତ ଭୂମିରେ ପହଞ୍ଚିଲା ବେଳକୁ ହେଇଯାଇଥିଲା କେତେ ନା 2020, କିନ୍ତୁ ତାକୁ COVID-19 କୁହାଯାଇଥିଲା। କିନ୍ତୁ 2027 ଆଗକୁ ଏ ବ୍ରହ୍ମାଣ୍ଡ, ଆମେ ଯେମିତି କହୁଛେ ଜଗନ୍ନାଥ, ଜଗନ୍ନାଥ କ'ଣ ଏଇ ପୁରୀର ନାଥ, ନା ଆମ ଓଡ଼ିଶାର ନାଥ,
ନା ଭାରତ ବର୍ଷର ସାରା ଜଗତର। ସେଇଭଳି ସାରା ବିଶ୍ୱ ବ୍ରହ୍ମାଣ୍ଡକୁ କୋଉଠି କେତେବେଳେ କିଏ କେମିତି ଜଳରେ ସ୍ଥଳରେ ଅନଳରେ ଅଗ୍ନିରେ ଏ ଯୋଉ ଆକାଶରେ ଏଇଭଳି ହବ। ଦେଖନ୍ତୁ ଆଜି ସାଧାରଣ ଲୋକ କହୁଛି ଆମର ରାଜସ୍ଥାନ ପଟେ ଆଜି ଏଭଳି ଧୂଳି ଘୂର୍ଣ୍ଣିଝଡ଼ ହେଲା, ମାନେ ଶୁଖିଲାରେ ସବୁ ଯାକ ଘର ଦ୍ୱାର ମାନେ ଭାଙ୍ଗି ଭୁଙ୍ଗି ପକେଇ ପୁରା ବାଲି ଭର୍ତ୍ତି କରି ପକେଇଲା। ମାନେ ଇଏ ହଉଛି ଜଳର ପ୍ରଳୟ। ଯେମିତି ଆସେ ସେମିତି ପଙ୍କ କାଦୁଅ ସବୁ ଆଣିକି ଘର ଦ୍ୱାର ମାନଙ୍କରେ ଭର୍ତ୍ତି କରିଦିଏ। ତାକୁ ଆମେ ବାଲ୍ଟିରେ ପାଣି ଆଣିକି ଧୋଇ ଧୋଇକି ସଫା କରୁ। ସେଇଭଳି ପବନର ଗୋଟେ ପ୍ରଳୟ ଆସିଲା, ଯାହାଫଳରେ କି ସମସ୍ତଙ୍କର ଘର ଦ୍ୱାର ଭାଙ୍ଗିକିରି ଘରେ ଘରେ ମେଞ୍ଚେ ମେଞ୍ଚେ ପୁରା ଘର ଭର୍ତ୍ତି କରିଦେଲା ବାଲିରେ। ତାକୁ ଧୋଇବାକୁ ପଡ଼ିବ। ଏଇଭଳି ଖଣ୍ଡ ପ୍ରଳୟ ମାନେ ଆସିବ। ତେଣୁ ଏହା ହିଁ ଧ୍ରୁବ ସତ୍ୟ, ସତ୍ୟ ହିଁ ଭଗବାନ। ଅଲେଖ ମହିମା ଶରଣ।